ଓମ୍ ନମଃ ଶିବାୟ। ରାମେଶ୍ୱରମ୍ ଏହା ହିନ୍ଦୁ ଧର୍ମର ଏକ ମୁଖ୍ୟ ତୀର୍ଥକ୍ଷେତ୍ର ଭାବେ ପ୍ରସିଦ୍ଧ, କାରଣ ଏହା ଏକମାତ୍ର ମନ୍ଦିର ଯାହାକି ପବିତ୍ର ଚାରିଧାମ ମଧ୍ୟରେ ଗୋଟିଏ ଏବଂ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଅଟେ। ଏହି ମନ୍ଦିର ପ୍ରାଙ୍ଗଣରେ 22ଟି ପବିତ୍ର କୂଅ ଅଛି। ପୌରାଣିକ କଥାବସ୍ତୁ ଅନୁସାରେ ରାମାୟଣ ସମୟରୁ ଏହି ମନ୍ଦିର ଅବସ୍ଥିତ ଅଟେ। ରାତି 3:36ରେ ଆମ ଟ୍ରେନ୍ ପହଞ୍ଚିଲା ରାମେଶ୍ୱରମ୍ ଷ୍ଟେସନରେ। ଷ୍ଟେସନରୁ ମନ୍ଦିରର ଦୂରତା 2 କିଲୋମିଟର ଅଟେ। ତେଣୁ ଆମେ ଟ୍ୟାକ୍ସି ନ କରି ଚାଲି ଚାଲି ମନ୍ଦିର ନିକଟରେ ପହଞ୍ଚିଲୁ। ମନ୍ଦିରର ଚତୁଃପାର୍ଶ୍ୱରେ ଅନେକ ଲଜ୍, ହୋଟେଲ, ଲକର ରୁମ୍ ଦେଖିବାକୁ ମିଳେ। ଆମେ ଉତ୍ତର ଦ୍ୱାର ସାମ୍ନାରେ ଏକ ରୁମ୍ 24 ଘଣ୍ଟା ପାଇଁ ବୁକ୍ କଲୁ। ରାମନାଥ ସ୍ୱାମୀ ଦର୍ଶନ ପୂର୍ବରୁ 23ଟି ପବିତ୍ର ଜଳରେ ସ୍ନାନ କରିବାକୁ ପଡ଼ିଲା। ପ୍ରଥମେ ସମୁଦ୍ର କୂଳରେ, ଯାହାକୁ ଅଗ୍ନି ତୀର୍ଥମ୍ କୁହାଯାଏ, ଏବଂ ତାପରେ ମନ୍ଦିର ପ୍ରାଙ୍ଗଣରେ ଥିବା 22ଟି ପବିତ୍ର କୂଅରେ। ମନ୍ଦିରର ବେଢ଼ା ଭ୍ରମଣ ସହ ଜ୍ୟୋତିର୍ଲିଙ୍ଗ ଦର୍ଶନ ମୁଖ୍ୟତଃ 1 ଘଣ୍ଟା ଭିତରେ ଶେଷ ହୋଇଗଲା। ମନ୍ଦିରରୁ ବାହାରି ସାଉଥ୍ ଇଣ୍ଡିଆ ଫେମସ୍ ଇଟିଲି ବରା ଖାଇ ଅଟୋ ମାଧ୍ୟମରେ ଲୋକାଲ୍ ସାଇଟ୍ ସିନ୍ ପାଇଁ ବାହାରିଗଲୁ। ପ୍ରଥମେ ରାମ ଜାରୁକା। ଏହା ରାମେଶ୍ୱରମରେ ଥିବା ଗନ୍ଧମାର୍ଦ୍ଦନ ପର୍ବତର ଏକ ବିଶେଷ ସ୍ଥାନ। ଏହି ସ୍ଥାନର ନିକଟରେ ସାକ୍ଷୀ ହନୁମାନ ମନ୍ଦିର ଅବସ୍ଥିତ। ଦ୍ୱିତୀୟରେ ଧନୁଷକୋଟି। ଏହା ତାମିଲନାଡୁ ରାଜ୍ୟର ଦକ୍ଷିଣ ପୂର୍ବ ଶୀର୍ଷ ଭାଗରେ ଅବସ୍ଥିତ। ଏହି ସ୍ଥାନରୁ 24 କିଲୋମିଟର ପଶ୍ଚିମ ଦିଗରେ ଶ୍ରୀଲଙ୍କା ଅବସ୍ଥିତ। ବେ ଅଫ୍ ବେଙ୍ଗଲ ଏବଂ ଇଣ୍ଡିଆନ୍ ଓସେନ୍ର ମିଳନ ଏହି ସ୍ଥାନରେ ହୋଇଅଛି। ତୃତୀୟରେ 1964 ମସିହାରେ ଆସିଥିବା ରାମେଶ୍ୱରମ୍ ଘୂର୍ଣ୍ଣିଝଡ଼ରେ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିବା ସ୍ଥାନକୁ ଦେଖିଲୁ। ଜରାଜୀର୍ଣ୍ଣ ଅବସ୍ଥାରେ ରହିଅଛି ସେଠାରେ ରେଲୱେ ଷ୍ଟେସନ, ସ୍କୁଲ ଆଦି। ଚତୁର୍ଥରେ ପହଞ୍ଚିଲୁ ବିଭୀଷଣ ମନ୍ଦିର। ଏଠାରେ ରାବଣଠାରୁ ଯୁଦ୍ଧ ଜିତିବା ପରେ ବିଭୀଷଣଙ୍କ ପାଟ୍ଟାଭିଷେକ କରାଯାଇଥିଲା। ଏଠାରେ ରାମ ସେତୁରେ ବ୍ୟବହାର କରାଯାଇଥିବା ପଥର ଦେଖିବାକୁ ମିଳେ। ପଞ୍ଚମରେ ରାମତୀର୍ଥ ଏବଂ ରାମ ମନ୍ଦିର ଦର୍ଶନ କଲୁ। ଷଷ୍ଠରେ ନଟରାଜ ମନ୍ଦିର। ସପ୍ତମରେ ଏପିଜେ ଅବଦୁଲ କଲାମ ନ୍ୟାସନାଲ ମେମୋରିଆଲ ବୁଲିଲୁ। ଅଷ୍ଟମରେ ପମ୍ବନ ବ୍ରିଜ ଦେଖିବାକୁ ଗଲୁ, ଯାହାକି 2025 ମସିହା ରାମନବମୀରେ ପୁନଶ୍ଚ ଉଦ୍ଘାଟନ କରାଯାଇଛି। ନବମରେ ଭିଲଣ୍ଡି ତୀର୍ଥରେ ପହଞ୍ଚିଲୁ, ଯାହାକୁ ବାଣଗଙ୍ଗା ମଧ୍ୟ କୁହାଯାଏ। କିମ୍ବଦନ୍ତୀ ଅନୁସାରେ ସବୁଆଡ଼େ ଲୁଣି ପାଣି ଥିବାବେଳେ ରାମ ନିଜ ଧନୁ ତୀରରେ ଏକ କୂପ ନିର୍ମାଣ କରିଥିଲେ ସୀତାଙ୍କ ଶୋଷ ମେଣ୍ଟାଇବା ପାଇଁ, ଯେଉଁଥିରୁ ମିଠା ପାଣି ନିର୍ଗତ ହେଉଥିଲା। ଶେଷରେ ଆମ ରୁମ୍କୁ ଫେରି ଆସିଲୁ। ସେଠାରେ ରାତ୍ରି ଭୋଜନ ସାରି ଷ୍ଟେସନ ଅଭିମୁଖେ ବାହାରିଗଲୁ। ଆଗାମୀ ଲୋକେସନ୍ ଆମର ମଦୁରାଇ।